নমস্কার জয় জগন্নাথ দর্শক বন্ধু শুভ সকাল আজ হচ্ছে মার্চ মাস 17 তারিখ মঙ্গলবার আজ মু আপনার ওড়িশা তথা দেশ বিদেশের 20টি বছা বছা গুরুত্বপূর্ণ খবর নেই আসছি তেমন খবরটি জাঁয়া পূর্ব ভিডিওটি গোটিয়ে লাইক করে চ্যানেলটি সবসক্রাইব করে দিও এবং নোটিফিকেশনটি অল করে রাখতু এইভাবে গুরুত্বপূর্ণ ভিডিও সর্বপ্রথমে জাঁপারে ভিডিওটি শেষ পর্যন্ত দেখুন তা সহিত আপনার এই নিউজটি কেউ জেলার দেখুম আমি তলে কমেন্ট মাধ্যমে জনাতু চলুন দর্শক বন্ধু প্রথম খবর উপরে নজর পকাইবা এবে আঞ্চলিক পাণিপাগ বিজ্ঞান কেন্দ্র সূচনা অনুসারে ঝড় বর্ষা নেই সতর্ক সূচনা জারি কলা আঞ্চলিক পাণিপাগ কেন্দ্র এই জেলাକୁ অরেঞ্জ ওয়ার্নিং জাণন্তু রাজ্যের কিছু দিন ହେବ জারি রহিଥିବା খরা গরমরে ব্রেক লাগিଛି ঝড় বর্ষা যোଗୁଁ তাপমাত্রা 3 ରୁ 4 ডিগ্রি পর্যন্ত হ্রাস পাইଛି রবিবার ময়ূরভঞ্জ কেନ୍ଦুঝর বাଲେଶ୍ୱର ଅନୁଗୁଳ ଢେଙ୍କାନାଳ ଯାଜପୁର ଭଦ୍ରକ କୋରାପୁଟ ଆଦି ଜିଲ୍ଲାର ବିଭିନ୍ନ ସ୍ଥାନରେ ଘୂର୍ଣ୍ଣିଝଡ଼ ତାଣ୍ଡବ ରଚିଛି সোমবার ମଧ୍ୟ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଝଡ଼ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି ବିଶେଷ କରି ମୟୂରଭଞ୍ଜ ଜିଲ୍ଲାକୁ ଘଡ଼ଘଡ଼ି ବିଜୁଳି ସହିତ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ନିଂ ଦିଆଯାଇଛି ସେହିପରି ବର୍ଷା ସମୟରେ 50 ରୁ 60 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଥିବାରୁ ଆବଶ୍ୟକ ନଥିଲେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଉଛି ଏହା ବାଦ ସୁନ୍ଦରଗଡ଼ କେନ୍ଦୁଝର ବାଲେଶ୍ୱର ରାୟଗଡ଼ା କୋରାପୁଟ ମାଲକାନଗିରି ପୁରୀ ଖୋର୍ଦ୍ଧା ଭଦ୍ରକ ନୟାଗଡ଼ ଗଞ୍ଜାମ ଗଜପତି ଜିଲ୍ଲାକୁ ୟେଲୋ ୱାର୍ନିଂ ଦିଆଯାଇଛି ଆସନ୍ତା 19 ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି ଅନ୍ୟପକ୍ଷରେ ରବିବାର ନୂଆପଡ଼ା ସର୍ବାଧିକ ତାପମାତ୍ରା 38.2 ডিগ্রি ରେକର୍ଡ ହୋଇଥିଲା ସେହିପରି ବରଗଡ଼ରେ 38 ডিগ্রি ବଲାଙ୍ଗୀରରେ 38 ডিগ্রি ଝାରସୁଗୁଡ଼ାରେ 37.7 ডিগ্রি ଭବାନୀପାଟଣାରେ 37.5 ডিগ্রি ସୁନ୍ଦରଗଡ଼ରେ 37 ডিগ্রি ଖସି ଆସିଥିଲା ଆସନ୍ତା 5 ଦିନ ମଧ୍ୟରେ ତାପମାତ୍ରା ଆହୁରି 3 ରୁ 5 ডিଗ୍রি ହ୍ରାସ ପାଇବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ଚାଲନ୍ତୁ ଦର୍ଶକ ବନ୍ଧୁ ପରବର୍ତ୍ତୀ ଖବର ଉପରେ ନଜର ପକାଇବା କର୍ମଚାରୀଙ୍କ ଖୁସି କହିଲେ ନ ସରେ ମାର୍ଚ୍ଚରେ ମିଳିବ 18 ମାସର ବକେୟା ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା ଜାଣନ୍ତୁ ସରକାରୀ କର୍ମଚାରୀଙ୍କ ପାଇଁ ଆସିଲା ବଡ଼ ଖବର 2024 ବିଧାନସଭା ନିର୍ବାଚନ ମଧ୍ୟରେ ମମତା ବାନାର୍ଜୀ ଲୋକଙ୍କୁ ଆକର୍ଷିତ କରିବା ପାଇଁ ଏକ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର ଘୋଷଣା କରିଛନ୍ତି ଯେ ROPA 209 ଅନ୍ତର୍ଗତ ବକେୟା ମହାଙ୍ଗା ଭତ୍ତା ବା DA ଦେୟ ମାର୍ଚ୍ଚ 2024ରୁ ପ୍ରଦାନ କରାଯିବା ଆରମ୍ଭ ହେବ ଏହା ବ୍ୟତୀତ ସେ ରାଜ୍ୟ ସରକାରଙ୍କ ଦ୍ୱାରା ପୂଜାରୀ ବା ମହିଳାମାନଙ୍କୁ ଦିଆଯାଉଥିବା ମାସିକ ସମ୍ମାନ ବୃଦ୍ଧି ଘୋଷଣା କରିଛନ୍ତି ସେ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟରେ ଏହି ସୂଚନା ସେୟାର କରିଛନ୍ତି ସରକାରଙ୍କ ଅନୁଯାୟୀ ନିଷ୍ପତ୍ତି ଲକ୍ଷ ଲକ୍ଷ ରାଜ୍ୟ କର୍ମଚାରୀ ପେନସନଭୋଗୀ ଏବଂ ଶିକ୍ଷାନୁଷ୍ଠାନ ସହିତ ଜଡ଼ିତ କର୍ମଚାରୀଙ୍କୁ ଲାଭ ଦେବ ଯେଉଁଥିରେ ସ୍କୁଲ କଲେଜ ଶିକ୍ଷକ ଅଣଶିକ୍ଷକ କର୍ମଚାରୀ ଏବଂ ସହାୟତା ପ୍ରାପ୍ତ ପ୍ରତିଷ୍ଠାନ କର୍ମଚାରୀ ସାମିଲ ଅଛନ୍ତି ମମତା ବାନାର୍ଜୀ କହିଛନ୍ତି ମୁଁ ଘୋଷଣା କରି ଖୁସି ଯେ ଆମର ମା ମାଟି ମାନୁଷ ସରକାର ଏହାର ସମସ୍ତ କର୍ମଚାରୀ ପେନସନଭୋଗୀ ଏବଂ ଆମର ଶିକ୍ଷାନୁଷ୍ଠାନ ଲକ୍ଷ ଲକ୍ଷ ଶିକ୍ଷକ ଅଣଶିକ୍ଷକ କର୍ମଚାରୀଙ୍କ ସହିତ ପଞ୍ଚାୟତ ପୌର ସଂସ୍ଥା ଓ ଅନ୍ୟ ସଂସ୍ଥା ଇତ୍ୟାଦି ଆମର ଅନ୍ୟାନ୍ୟ ଅନୁଦାନ ସହାୟତା ପ୍ରତିଷ୍ଠାନୀ କର୍ମଚାରୀ ପେନସନଭୋଗୀମାନଙ୍କୁ ତାଙ୍କର ପ୍ରତିଶ୍ରୁତି କରିଛି ଆମର ଅର୍ଥ ବିଭାଗ ଦ୍ୱାରା ଜାରି କରାଯାଉଥିବା ବିଜ୍ଞପ୍ତିରେ ପ୍ରସ୍ତୁତ ଭାବରେ ଉଲ୍ଲେଖ କରାଯାଇଥିବା ଉଦ୍ଧୃତି ଅନୁସାରେ ସେମାନେ ମାର୍ଚ୍ଚ 2024ରୁ ସେମାନଙ୍କର ROPA 2009 DA ପାଇବା ଆରମ୍ଭ କରିବେ ରାଜ୍ୟ ସରକାର କହିଛନ୍ତି ଯେ ଏହା ସେ କର୍ମଚାରୀ ଏବଂ ପେନସନଭୋଗୀମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି ଫଳସ୍ୱରୂପ ପଞ୍ଚାୟତ ପୌରପାଳିକା ଅନ୍ୟାନ୍ୟ ସଂସ୍ଥାଗୁଡ଼ିକ କର୍ମଚାରୀ ଏବଂ ପେନସନଭୋଗୀମାନେ ମଧ୍ୟ ଏହି ନିଷ୍ପତ୍ତିରେ ଉପକୃତ ହେବେ ଅର୍ଥ ବିଭାଗ ଦ୍ୱାରା ଜାରି ଏହି ବିଜ୍ଞପ୍ତି ଅନୁଯାୟୀ DA ଦେୟ ନିର୍ଦ୍ଧାରିତ ପଦ୍ଧତିରେ ମାର୍ଚ୍ଚ 2024ରୁ ଆରମ୍ଭ ହେବ ଏଥିପାଇଁ ବିସ୍ତୃତ ନିର୍ଦ୍ଦେଶାବଳୀ ମଧ୍ୟ ଜାରି କରାଯାଇଛି ସରକାର କହିଛନ୍ତି ଯେ ଏହି ନିଷ୍ପତ୍ତି ବହୁ ସଂଖ୍ୟକ ସରକାରୀ କର୍ମଚାରୀ ପେନସନଭୋଗୀଙ୍କୁ ଆଶ୍ୱସ୍ତି ଦେବ DA ଦୀର୍ଘକାଳ ଧରି ପଡ଼ି ରହିଛି ଚାଲନ୍ତୁ ଦର୍ଶକ ବନ୍ଧୁ ପରବର୍ତ୍ତୀ ଖବର ଉପରେ ନଜର ପକାଇବା ଟ୍ରମ୍ପଙ୍କୁ ଧୋକା ଦେଲେ ଏହି ଦେଶ ଯୁଦ୍ଧ ମଧ୍ୟରେ ଛାଡ଼ିଦେଲେ ହାତ ଏବେ କରିବେ କ'ଣ ଜାଣନ୍ତୁ ଆମେରିକା ଇରାନ ମଧ୍ୟରେ ବଢ଼ୁଥିବା ବିବାଦକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହର୍ମୁଜ ପ୍ରଣାଳୀକୁ ସୁରକ୍ଷା ଦେବା ପାଇଁ ସହଯୋଗୀ ରାଷ୍ଟ୍ରଗୁଡ଼ିକୁ ଯୁଦ୍ଧ ଜାହାଜ ପଠାଇବାକୁ ଅନୁରୋଧ କରିଛନ୍ତି ଟ୍ରମ୍ପ ବିଶ୍ୱାସ କରନ୍ତି ଯେ ତେଲ ପାଇଁ ସମୁଦ୍ର ପଥ ଉପରେ ନିର୍ଭରଶୀଳ ଦେଶମାନେ ଏହାକୁ ସୁରକ୍ଷା ଦେବାର ଦାୟିତ୍ୱ ନେବା ଉଚିତ ସେ କହିଛନ୍ତି ଯେ ଏହି ପ୍ରସଙ୍ଗରେ 7ଟି ଦେଶ ସହିତ ଯୋଗାଯୋଗରେ ଅଛନ୍ତି ସେ ଏବଂ ସାହାଯ୍ୟ କରିବାକୁ ଆଗେଇ ଆସିବେ ତାହା ଦେଖିବା ଆକର୍ଷଣୀୟ ହେବ ତଥାପି ଟ୍ରମ୍ପ ମଧ୍ୟ କଡ଼ା ଶବ୍ଦରେ କହିଛନ୍ତି ଯେ ଯଦି କୌଣସି ଦେଶ ସହାୟତା ପ୍ରଦାନ ନ କରେ ତେବେ ସେ ବିଶେଷ ପ୍ରଭାବିତ ହେବ ନାହିଁ ଅନେକ ଶକ୍ତିଶାଳୀ ରାଷ୍ଟ୍ର ଟ୍ରମ୍ପଙ୍କ ଦାବିରୁ ଓହରି ଯାଇଛନ୍ତି ଜାପାନ ସ୍ପଷ୍ଟ କହିଛି ଯେ ଏହି ସମୟରେ ହର୍ମୁଜ ପ୍ରଣାଳୀରେ ଏହାର କୌଣସି ଯୁଦ୍ଧ ଜାହାଜ ମୁତୟନ କରିବାକୁ ବିଚାର କରୁନାହିଁ ରିପୋର୍ଟ ଅନୁଯାୟୀ ଅଷ୍ଟ୍ରେଲିଆ ମଧ୍ୟ ନୌସାର୍ଯ୍ୟ ଜାହାଜ ପଠାଇବା ପାଇଁ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରୁଛି ଏହି ସମୟରେ ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ପର୍ଯ୍ୟନ୍ତ ଯୁଦ୍ଧ ଜାରି ରହିବ ସେ ପର୍ଯ୍ୟନ୍ତ ସେମାନେ ଏହି ସମ୍ବେଦନଶୀଳ ଅଞ୍ଚଳରେ ସେମାନଙ୍କର ଯୁଦ୍ଧ ଜାହାଜ ପଠାଇବେ ନାହିଁ ତୁର୍କୀ ଏବଂ ଜର୍ମାନୀ ମଧ୍ୟ ଏହି ଅଭିଯୋଗର ଅଂଶକୁ ନିଜକୁ ଦୂରେଇ ରଖିଛନ୍ତି ଯାହାକୁ ଟ୍ରମ୍ପଙ୍କ ଆଶାକୁ ଏକ ବଡ଼ ଆଘାତ ଦେଇଛି
ଟ୍ରମ୍ପ ଦାବି କରିଛନ୍ତି ଯେ ଆମେରିକା ଆକ୍ରମଣ ଦ୍ୱାରା ଇରାନର ଉତ୍ସାହିତ କ୍ଷମତା ପ୍ରାୟତଃ ନଷ୍ଟ ହୋଇସାରିଛି। ଏହା ଏବେ କ୍ଷେପଣାସ୍ତ୍ର ମାଡ଼ କରୁଛି। ଏହା ମଧ୍ୟ ଦାବି କରିଛନ୍ତି ଯେ ଇରାନ ଦ୍ୱାରା ଉଡ଼ାଣ କରାଯାଉଥିବା ଡ୍ରୋନ୍ ସଂଖ୍ୟା ବର୍ତ୍ତମାନ ତୁଳନାରେ ମାତ୍ର 20% ହ୍ରାସ ପାଇଛି। ହର୍ମୁଜ ପ୍ରଣାଳୀ ହେଉଛି ବିଶ୍ୱର ସବୁଠାରୁ ବଡ଼ ଅବରୋଧ ସ୍ଥଳ ଯାହା ବିଶ୍ୱ ତୈଳ ବ୍ୟବହାରରେ ପ୍ରାୟ 20% ଏବଂ ସମାନ ପରିମାଣ LNG ଗ୍ୟାସ୍ ବହନ କରେ।